ମାୟା ରୁବିକୁ କହିବେ, କ'ଣ ହେଲା ଦିଦି, ତୁ ଠିକ୍ ଅଛୁ ତ? ତାପରେ ରୁବି କହିବେ, ହଁ ମୁଁ ଠିକ୍ ଅଛି। ପୁଣି ମାୟା କହିବେ, ତାହେଲେ ଠିକ୍ ଅଛି, କାମ ତମେମାନେ ଆଜିଠୁ ଆରମ୍ଭ କରିଦିଅ। ତାପରେ ରୁବି କହିବେ, ନାଇଁ ନାଇଁ ମାୟା, ମୋତେ ଟିକେ ଚିନ୍ତା କରିବାକୁ ଦେ। NGO ସମ୍ଭାଳିବା ବହୁତ ବଡ଼ ଦାୟିତ୍ୱ। ତାପରେ ପଲ୍ଲବୀ କହିବେ, ସେଇଥିପାଇଁ ତ ମାମା ଆପଣଙ୍କୁ ସେ ଦାୟିତ୍ୱ ଦେଉଛନ୍ତି ରୁବି ମାଉସୀ। ଏତେ ବଡ଼ ଦାୟିତ୍ୱ ଆପଣଙ୍କଠୁ ବେଟର ଆଉ କିଏ ସମ୍ଭାଳି ପାରିବ? ତାପରେ ଆଦର୍ଶ ଆସିବେ ଆଉ କହିବେ, ପଲ୍ଲବୀ ମୁଁ ଆସିଗଲି, ବସ୍ 5 ମିନିଟ୍ରେ ଫଟାଫଟ ବ୍ରେକଫାଷ୍ଟ ରେଡି କରିଦେଉଛି। ତାପରେ ପଲ୍ଲବୀ କହିବେ, ଆଦର୍ଶ ବ୍ରେକଫାଷ୍ଟ ରେଡି, ପାଟି କରନି, ଏସବୁ ନିମ୍କି ତିଆରି କରିଛି, ମୁଁ ନୁହଁ। ତମେ ଯଦି ଏବେ ଚିଲେଇବ ତାହେଲେ ନିମ୍କି ଉପରେ ସବୁ ଗାଲି ପଡ଼ିବ। ତାପରେ ଆଦର୍ଶ କହିବେ, ୱାଓ ଗ୍ରେଟ୍, ତମେ ତାହେଲେ ଫିଟ୍ ହେଇଗଲଣି। ପଲ୍ଲବୀ, ବହୁତ ବଢ଼ିଆ, ଆଚ୍ଛା ଚାଲ, ମୋତେ ଜଲ୍ଦି ଜଲ୍ଦି ଖାଇବାକୁ ଦେବ, ମୋତେ ପୁଣି ଖାଇକି ଜଲ୍ଦି ଅଫିସ ଯିବାକୁ ପଡ଼ିବ। ତାପରେ ପଲ୍ଲବୀ କହିବେ, ଓକେ ଆସ। ତାପରେ ଆଦର୍ଶ ଆଉ ପଲ୍ଲବୀ ଖାଇବା ସବୁ ନେଇ ଡାଇନିଂରେ ରଖିବେ। ତାପରେ ମାୟା ରୁବିକୁ କହିବେ, ଜଲ୍ଦି ଦିଦି, ଜଲ୍ଦି ଯାଇକି ନିଲମକୁ ଉଠା, ଆଉ ତାକୁ କହ ଜଲ୍ଦି ବ୍ରେକଫାଷ୍ଟ ତିଆରି କରିବ। ଲଞ୍ଚ ମୁଁ ତିଆରି କରିବି। ଆଉ NGOରୁ ଆସିବା ପରେ ଯଦି ନିଲମ ଉପରେ ବେଶୀ ପ୍ରେସର ପଡ଼ିବ ବୋଲି ତୁ କହୁଛୁ, ଡିନର ତୁ କରିଦେବୁ। ତାପରେ ରୁବି ସେଠୁ ଚାଲିଯିବେ। ତାପରେ ନିମ୍କି ମାୟା ପାଇଁ ବ୍ରେକଫାଷ୍ଟ ଆଣିକି ଆସିବ। ତାପରେ ମାୟା କହିବେ, ଆରେ ୱା, ଇଏ ତ ମୋ ଫେଭରେଟ, ତୁ ତିଆରି କରିଛୁ। ଏମିତି କହି ମାୟା ଖାଇବେ। ତାପରେ ଆଦର୍ଶ ଆଉ ପଲ୍ଲବୀ ଖାଉଥିବେ। ତାପରେ ପଲ୍ଲବୀ କହିବେ, ଆଦର୍ଶ, ଇଏ ଆମ କିଚେନର ଖାଇବା। ତାପରେ ଆଦର୍ଶ କହିବେ, ଠିକ୍ ଏମିତି ଦାଦା ଆଉ ଖୁଡ଼ିଙ୍କ ପରିବାରର ବି କେୟାର ନିଅ, ମୁଁ ବହୁତ ଖୁସି ହେବି। ତାପରେ ପଲ୍ଲବୀ କହିବେ, ନିଶ୍ଚୟ, ମୋତେ ବି ବହୁତ ଖୁସି ଲାଗିବ। ତାପରେ ଗୌରବ ରେଡି ହେଇକି ଆସିବେ। ତାପରେ ରିମଝିମ ଗୌରବ ପାଇଁ ଚା ଆଣିଦେବେ। ତାପରେ ବିନୋଦ ରେଡି ହେଇକି ଆସିବେ। ତାପରେ ଗୌରବ କହିବେ, ବାପା ତମେ ରେଡି ହେଇ କୁଆଡ଼େ ଆସିଲ? କୁଆଡ଼େ ଯିବ ତମେ? ତାପରେ ବିନୋଦ କହିବେ, ମୁଁ ବି କାମ ଖୋଜିବାକୁ ଯିବି ଗୌରବ, ଏଠି କାମ ସମସ୍ତଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ଏମିତି କହି ବିନୋଦ ରିମଝିମକୁ କହିବେ, ରିମଝିମ, ମୁଁ ଜାଣିଛି ତୁ ବହୁତ ଟ୍ୟାଲେଣ୍ଟେଡ ଝିଅ, ତୁ ବାହାରେ କାମ କରି ଇଣ୍ଡିପେଣ୍ଡେଣ୍ଟ ହେବା ପାଇଁ ଚାହୁଁଛୁ। ତାହେଲେ ଠିକ୍ ଅଛି, ମୁଁ କି ଗୌରବ ତତେ କେହି ବି ବିରୋଧ କରିବୁନି, କିନ୍ତୁ ମମତା ଆସିବା ପର୍ଯ୍ୟନ୍ତ ତତେ ଘର କାମ ସବୁ ସମ୍ଭାଳିବାକୁ ପଡ଼ିବ। ତାପରେ ଗୌରବ କହିବେ, ବାପା, ଘର କାମ ଆମେ ସମସ୍ତେ ମିଳିମିଶି କରିବା, କିନ୍ତୁ ବର୍ତ୍ତମାନ ପାଇଁ ମୁଁ ଆଉ ରିମଝିମ ବାହାରେ ଯାଇ ଜବ୍ କରିବୁ, ତମେ ଆରାମରେ ଘରେ ବସ, ଆମେ ଆସିଲୁ। ତାପରେ ବିନୋଦ କହିବେ, କିନ୍ତୁ ଗୌରବ। ତାପରେ ଗୌରବ କହିବେ, ନାଇଁ ବାପା, ମୁଁ ଚାହୁଁନି ଆମେ 2 ଜଣ ଥାଉ ଥାଉ ତମେ ଯାଇ ବାହାରେ ଜବ୍ କର, ତମକୁ ଘରେ ରହିବାକୁ ପଡ଼ିବ। ତାପରେ ବିନୋଦ କହିବେ, ଠିକ୍ ଅଛି, ମୁଁ ତୋ କଥା ମାନିବି, କିନ୍ତୁ ଗୋଟେ ସର୍ତ୍ତରେ, ଯଦି ରିମଝିମ ବି ଜବ୍ କରିବ ତାହେଲେ ମମତା ଆସିବା ପର୍ଯ୍ୟନ୍ତ ଘରର ସବୁ ଦାୟିତ୍ୱ ମୁଁ ନେବି। ତାପରେ ଗୌରବ କହିବେ, ଠିକ୍ ଅଛି, ଆମେ ରାଜି। ତାପରେ ରିମଝିମ କହିବେ, ବାପା, ଆପଣ ମୋତେ ବାହାରେ ଜବ୍ କରିବା ପାଇଁ ପରମିଶନ ଦେଇଥିବା ଯୋଗୁଁ ସତରେ ମୁଁ ବହୁତ ଖୁସି।